ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ +2 ସେକେଣ୍ଡ ଇୟର ଆର୍ଟ୍ସ ଯୋଉମାନଙ୍କର ଅଛି କ'ଣ ନା ହିଷ୍ଟ୍ରି। ତ ହିଷ୍ଟ୍ରି ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା ହିଷ୍ଟ୍ରିର ତମମାନଙ୍କ ପାଇଁ ନେଇ ଆସିଛି କ'ଣ ନା 80 ମାର୍କର କ୍ୱେଶ୍ଚିନ୍। ତ 80 ମାର୍କର କ୍ୱେଶ୍ଚିନ୍ ଯେହେତୁ ଆମର ଆଲୋଚନା କରିବା ବହୁତ ଗୁରୁତ୍ୱପୂର୍ଣ୍ଣ, ତ ଚାଲ ଆମେ ଷ୍ଟାର୍ଟ କରିବା। 80 ମାର୍କ କ୍ୱେଶ୍ଚିନ୍ କ'ଣ ସବୁ ଦେଇଛି, ତ ଦିଟା ସେଟ୍ ତମମାନଙ୍କ ପାଇଁ ନେଇ ଆସିଥିଲି। ତ ହିଷ୍ଟ୍ରି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ହିଷ୍ଟ୍ରି ଯଦି ନ ପଢିଥିବା ଆମେ ହଇରାଣ ହେଇଯିବା। ତ ହିଷ୍ଟ୍ରି ଆଲୋଚନା କରିବା ଚାଲ। ଭିଡ଼ିଓଟି ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିଦେବ, ବେଲ୍ ଆଇକନକୁ ଦବାଇ ଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର କରିଦେବ। ତ ପିଲାମାନେ ସମୟ କ'ଣ ନା 3 ଘଣ୍ଟାର ଆମକୁ ଫୁଲ୍ ମାର୍କ ଅଛି। ତ 80 ମାର୍କ ଆମେ କେମିତି ଆଲୋଚନା କରିବା, ତ ଚାଲ ଆମେ ଷ୍ଟାର୍ଟ କରିବା। ତ ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ଆହ୍ଲାବାଦ ପ୍ରଶସ୍ତିର ଲେଖକ କିଏ? ଆହ୍ଲାବାଦ ପ୍ରଶସ୍ତିର ଲେଖକ କିଏ? ବରାହମିହିର, ବାଣଭଟ୍ଟ, ନା ହରିଶେଣ, ନା କାଳିଦାସ? ତ କିଏ ପିଲାମାନେ ନା ହରିଶେଣ। କିଏ ନା ହରିଶେଣ ହଉଛନ୍ତି ଆହ୍ଲାବାଦ ପ୍ରଶସ୍ତିର ଲେଖକ। ଏଟା ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍। ତାପରେ ଜୈନ ଧର୍ମର ପ୍ରଥମ ତୀର୍ଥଙ୍କର କିଏ? ମହାବୀର, ପାର୍ଶ୍ୱନାଥ, ଋଷଭନାଥ, ଆରିଷ୍ଟୋଟେମି। କ'ଣ ହବ ନା ଋଷଭନାଥ। ନେକ୍ସଟ, ସମ୍ୟକ ବିଶ୍ୱାସ, ସମ୍ୟକ ଜ୍ଞାନ ଏବଂ ସମ୍ୟକ କର୍ମକୁ ଜୈନ ଧର୍ମରେ କ'ଣ କୁହାଯାଏ? ତ୍ରିସତ୍ୟ, ତ୍ରିରତ୍ନ, ତ୍ରିଶପଥ, ତାପରେ ହଉଛି କ'ଣ ନା ତ୍ରିଧାମ। କ'ଣ ହବ ପିଲାମାନେ ନା ହେଇଯିବ ତ୍ରିରତ୍ନ। କ'ଣ ନା ସମ୍ୟକ ବିଶ୍ୱାସ, ସମ୍ୟକ ଜ୍ଞାନ, ସମ୍ୟକ କର୍ମ, ଏଟା ଏଇ ତିନିଟା କ'ଣ କୁହାଯାଏ ନା ତ୍ରିରତ୍ନ କୁହାଯିବ। ନେକ୍ସଟ, ଅଶୋକଙ୍କ ସମୟରେ ଭୂରାଜସ୍ୱ ସଂଗ୍ରାହକଙ୍କୁ କ'ଣ କୁହାଯାଉଥିଲା? ବ୍ରଜଭୂମିକ, ଯୁକ୍ତ, ପ୍ରାଦେଶିକ, ରାଜୁକ। କ'ଣ କୁହାଯାଉଥିଲା ନା ଯୁକ୍ତ ବୋଲି କୁହାଯାଉଥିଲା। ନେକ୍ସଟ, ଗୁପ୍ତ ଯୁଗରେ ନିର୍ମିତ ବୁଦ୍ଧଙ୍କର ବିଶାଳ ତାମ୍ରମୂର୍ତ୍ତି କେଉଁଠାରୁ ଆବିଷ୍କୃତ ହୋଇଥିଲା? ସାରନାଥ, ଅଜନ୍ତା, ଅହିଛତ୍ର, ସୁଲତାନଗଞ୍ଜ। କ'ଣ ହବ ନା ହେଇଯିବ ସୁଲତାନଗଞ୍ଜ। କ'ଣ ପିଲାମାନେ ନା ସୁଲତାନଗଞ୍ଜ। ତ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଲା? ଗୁପ୍ତ ଯୁଗରେ ନିର୍ମିତ ବୁଦ୍ଧଙ୍କର ବିଶାଳ ତାମ୍ରମୂର୍ତ୍ତି କେଉଁଠାରୁ ଆବିଷ୍କୃତ ହୋଇଥିଲା? ସାରନାଥ, ଅଜନ୍ତା, ଅହିଛତ୍ର, ସୁଲତାନଗଞ୍ଜ। କ'ଣ ହବ ନା ସୁଲତାନଗଞ୍ଜ। କ'ଣ ନା ସୁଲତାନଗଞ୍ଜ। ନେକ୍ସଟ, କର୍ଣ୍ଣାଟକର ଶ୍ରବଣ ବେଲଗୋଲା ଠାରେ ଅବସ୍ଥିତ ଗୋମେତେଶ୍ୱର ନାମକ ବାହୁବଳୀଙ୍କ ମୂର୍ତ୍ତିର ନିର୍ମାତା କିଏ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ମହାପଦ୍ମ ନନ୍ଦ, ଚୋଡ଼ଗଙ୍ଗ ଦେବ, ଗଙ୍ଗରାଜ ଲକ୍ଷ୍ମଣ। କ'ଣ ହବ ପିଲାମାନେ ନା ଗଙ୍ଗରାଜ ଲକ୍ଷ୍ମଣ। ନେକ୍ସଟ, ଦିଲ୍ଲୀର କେଉଁ ସୁଲତାନଙ୍କୁ ଖଲିଫା ପୁରସ୍କୃତ କରିଥିଲେ? ଇଲତୁତମିଶ, କୁତବୁଦ୍ଦିନ ଆଇବକ, ଆଲାଉଦ୍ଦିନ ଖିଲଜି, ମହମ୍ମଦ ବିନ ତୁଗଲକ। କ'ଣ ହବ ପିଲାମାନେ ନା ଇଲତୁତମିଶ। ନେକ୍ସଟ, ଦିଲ୍ଲୀ ଠାରେ ଦିନପନାହା ନାମକ ଏକ ପ୍ରାସାଦ କିଏ ନିର୍ମାଣ କରିଥିଲେ? ହୁମାୟୁନ, ସେହେର ଶାହ, ଜାହାଙ୍ଗୀର, ଶାହଜାହାନ। କ'ଣ ହବ ପିଲାମାନେ ନା ହୁମାୟୁନ। କ'ଣ ନା ହୁମାୟୁନ। ନେକ୍ସଟ, ଆଲବିରୁଣି କେଉଁ ଆକ୍ରମଣକାରୀଙ୍କ ସହ ଭାରତକୁ ଆସିଥିଲେ? ମହମ୍ମଦ ଘୋରୀ, ମାମୁଦ, ବାବର, ତୈମୁରଲଙ୍ଗ। କ'ଣ ହବ ପିଲାମାନେ ନା ହବ ମାମୁଦ। କ'ଣ ନା ମାମୁଦ। ନେକ୍ସଟ, ସୁଲତାନ ଇଲତୁତମିଶଙ୍କ ମୃତ୍ୟୁ ପରେ କେଉଁ ମହିଳା ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ? ରେଜିଆ, ପଦ୍ମାବତୀ, ଚାନ୍ଦଦେବୀ, ଦୁର୍ଗାବତୀ। କିଏ ପିଲାମାନେ ନା ହବ ରେଜିଆ। କ'ଣ ନା ରେଜିଆ। ନେକ୍ସଟ କ୍ୱେଶ୍ଚିନ୍, ଗୁରୁ ନାନକ କାହାକୁ ତାଙ୍କର ଉତ୍ତରାଧିକାରୀ ଭାବରେ ବାଛିଥିଲେ? ଅଙ୍ଗଦ, ଅର୍ଜୁନ, ଗୋବିନ୍ଦ ସିଂ, ତେଗ ବାହାଦୁର। କ'ଣ ପିଲାମାନେ ହବ ନା ଅଙ୍ଗଦ। କ'ଣ ଗୁରୁ ନାନକ କାହାକୁ ନା ଅଙ୍ଗଦକୁ ତାଙ୍କର ଉତ୍ତରାଧିକାରୀ ଭାବରେ ବାଛିଥିଲେ। ନେକ୍ସଟ, ବକ୍ସି ଜଗବନ୍ଧୁ କେଉଁମାନଙ୍କର ନେତା ଥିଲେ? ସିପାହୀମାନଙ୍କର, ପାଇକମାନଙ୍କର, ସନ୍ନ୍ୟାସୀମାନଙ୍କର, କନ୍ଧମାନଙ୍କର। କାହାର ଥିଲେ ପିଲାମାନେ ବକ୍ସି ଜଗବନ୍ଧୁ? କାହାର ନେତା ଥିଲେ ବକ୍ସି ଜଗବନ୍ଧୁ? କାହାର ନା ପାଇକମାନଙ୍କର। ସୂର୍ଯ୍ୟାସ୍ତ ନିୟମ କେଉଁ ଭୂରାଜସ୍ୱ ନୀତି ସହିତ ସମ୍ପୃକ୍ତ? ରୟତୱାରୀ ବ୍ୟବସ୍ଥା, ମାହାଲୱାରୀ ବ୍ୟବସ୍ଥା, ଚିରସ୍ଥାୟୀ ବ୍ୟବସ୍ଥା,
ଚିରସ୍ଥାୟୀ ବନ୍ଦୋବସ୍ତ ପଞ୍ଚବର୍ଷୀୟ ବନ୍ଦୋବସ୍ତ କଣ ହବ ପିଲାମାନେ ନା ତମର ହେଇଯିବ ଚିରସ୍ଥାୟୀ ବନ୍ଦୋବସ୍ତ। ନେକ୍ସଟ କାହାକୁ ଭାରତୀୟ ରେଳପଥର ଜନକ ରୂପେ ଅଭିହିତ କରାଯାଏ? ଲର୍ଡ ୱିଲିୟମ ବେଣ୍ଟିକ, ଲର୍ଡ ଡେଲହାଉସି, ଲର୍ଡ କ୍ୟାନିଂ, ଲର୍ଡ କର୍ନୱାଲିସ। କଣ ହବ ନା ତମର ହେଇଯିବ ଲର୍ଡ ଡେଲହାଉସି। କଣ ନା ଲର୍ଡ ଡେଲହାଉସି। ତ ନେକ୍ସଟ କ୍ୱେଶ୍ଚିନ୍ କଣ ଦେଇଛି ଦେଖିବା ନା 1857 ବିଦ୍ରୋହରେ ଲକ୍ଷ୍ନୌ ଠାରେ ନେତୃତ୍ୱ କିଏ ନେଇଥିଲେ? ନାନା ସାହେବ, ଲକ୍ଷ୍ମୀବାଇ, ବେଗମ ହଜରତ ମହଲ, ତାନ୍ତିଆ ଟୋପେ। କିଏ ନା ବେଗମ ହଜରତ ମହଲ। ନେକ୍ସଟ ବ୍ରିଟେନରେ ରାଜା ଭାରତର କେଉଁ ସ୍ଥାନକୁ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଥିଲେ? କଲିକତା, ମାଡ୍ରାସ, ବମ୍ବେ, ପଣ୍ଡିଚେରୀ। କଣ ହବ ପିଲାମାନେ ନା ତମର ହେଇଯିବ ବମ୍ବେ। କଣ ନା ବମ୍ବେ। ନେକ୍ସଟ ନିମ୍ନୋକ୍ତ କେଉଁ ସହରଟି ହରପ୍ପାକାଳୀନ ସହର ଅଟେ? ବୈଶାଳୀ, ରାଜଗୃହ, କୈଶାମ୍ବୀ, ରାକ୍ଷୀଗଡ଼ି। କଣ ହେଇଯିବ ନା ହବ ରାକ୍ଷୀଗଡ଼ି। କଣ ନା ରାକ୍ଷୀଗଡ଼ି। ନେକ୍ସଟ କିଏ ସମ୍ବିଧାନ ସଭାରେ ଚିଠି ପ୍ରସ୍ତୁତିରେ ବିଶେଷ ସହଯୋଗ କରିଥିଲେ? ଏସ.ଏନ. ମୁଖାର୍ଜୀ, ଜବାହରଲାଲ ନେହେରୁ, ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ପଟେଲ। କିଏ ନା ଏସ.ଏନ. ମୁଖାର୍ଜୀ। ନେକ୍ସଟ ଉତ୍କଳ ଦୀପିକାର ସମ୍ପାଦକ କିଏ ଥିଲେ? ଗୌରୀଶଙ୍କର ରାୟ, ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ରାଓ। କିଏ ନା ଗୌରୀଶଙ୍କର ରାୟ ଥିଲେ କଣ ନା ଉତ୍କଳ ଦୀପିକାର ସମ୍ପାଦକ। ତାପରେ ସେମିତି ଆସିବ ନେକ୍ସଟ କେଉଁ ବ୍ୟକ୍ତିଙ୍କ ଆହ୍ୱାନରେ ରମାଦେବୀ ଭୂଦାନ ଆନ୍ଦୋଳନ ଯୋଗ ଦେଇଥିଲେ? କେଉଁ ବ୍ୟକ୍ତି ଆହ୍ୱାନରେ? ମହାତ୍ମା ଗାନ୍ଧୀ, ବିନୋବା ଭାବେ, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ। ତ କେଉଁ ବ୍ୟକ୍ତିଙ୍କ ଆହ୍ୱାନରେ ନା ବିନୋବା ଭାବେ। କେଉଁ ବ୍ୟକ୍ତି ନା ବିନୋବା ଭାବେ। ତାପରେ ଆସିଲା କଣ ନା ଶେଷ କ୍ୱେଶ୍ଚିନ୍ 21ଟାରୁ ମୌଳିକ କର୍ତ୍ତବ୍ୟ କେତେ ମସିହାରେ ସମ୍ବିଧାନରେ ଯୋଗ କରାଗଲା? 1976, 1984, 1988, 1990। କେତେ ନା 1976। ତାପରେ ଆସିଲା 2 ମାର୍କିଆ କ୍ୱେଶ୍ଚିନ୍ ମହାବୀରଙ୍କ ପଞ୍ଚ ପ୍ରତିଜ୍ଞା କଣ? ତ ଏଇଟା ସବୁ ଆମେ ଆଲୋଚନା କରିବା। ଆନ୍ସର ଦେଖେଇକି ତମମାନେ ଏମିତିରେ ଲେଖିପାରୁନ। ଯୋଉଟା ତମକୁ ସୁଇଟେବଲ ମୁଁ ସେମିତି ନେଇ ଆସିବି। ରହିଥାଅ ପିଲାମାନେ। ଦେଖ ତମମାନଙ୍କ ପାଇଁ ନେଇ ଆସିଲି କଣ ନା ମହାବୀରଙ୍କ ପଞ୍ଚ ପ୍ରତିଜ୍ଞା କଣ? ଜୀବନକୁ ନୀତିମୟ କରିବା ପାଇଁ ମହାବୀର 5ଗୋଟି ଉପଦେଶ ପ୍ରଦାନ କରିଥିଲେ। ସେଗୁଡିକ ହେଲା ଅହିଂସା, ସତ୍ୟ, ଐଶ୍ୱର୍ଯ୍ୟ, ଅପରିଗ୍ରହ, ବ୍ରହ୍ମଚର୍ଯ୍ୟ। ପ୍ରଥମ 4ଟି ଉପଦେଶ ପାର୍ଶ୍ୱନାଥ ପ୍ରଦାନ କରିଥିବା ବେଳେ ମହାବୀର ଶେଷ ବ୍ରତର ସ୍ରଷ୍ଟା ଥିଲେ। ଏହି ପଞ୍ଚବ୍ରତକୁ ଗୃହୀମାନେ ପାଳନ କଲେ ପଞ୍ଚ ଅନୁବ୍ରତ ଏବଂ ସନ୍ନ୍ୟାସୀମାନେ ପାଳନ କଲେ ଏହାକୁ ପଞ୍ଚ ମହାବ୍ରତ ବୋଲି କୁହାଯାଏ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗୁପ୍ତ ଯୁଗ କିପରି ଅଗ୍ରଗତି ହାସଲ କରିଥିଲା? ଚିକିତ୍ସା ବିଜ୍ଞାନୀ କ୍ଷେତ୍ରରେ ଗୁପ୍ତ ଯୁଗ ଥିଲା ସୁପ୍ରସିଦ୍ଧ। ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅନବାଦ୍ୟ ସୃଷ୍ଟି ଥିଲା ସୁଶ୍ରୁତଙ୍କ ସୁଶ୍ରୁତ ସଂହିତା। ତେଣୁ ସୁଶ୍ରୁତକୁ ଆଧୁନିକ ଶଲ୍ୟ ଚିକିତ୍ସାର ଜନକ ବୋଲି ଅଭିହିତ କରାଯାଇଥାଏ। ବାଗ୍ଭଟ୍ଟଙ୍କ ଅଷ୍ଟାଙ୍ଗ ସଂଗ୍ରହ ଏବଂ ଅଷ୍ଟାଙ୍ଗ ହୃଦୟ ସଂହିତା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅନ୍ୟ 2ଟି ଅନବଦ୍ୟ ସୃଷ୍ଟି ଥିଲା। ହସ୍ତୀ ଚିକିତ୍ସା ନିମିତ୍ତ ପାଲକପ୍ୟଙ୍କ ହସ୍ତାୟୁର୍ବେଦ ଏବଂ କଣ ନା ଅଶ୍ଵ ଚିକିତ୍ସା ନିମିତ୍ତ ଶାଳିହୋତଙ୍କ ଅଶ୍ଵଶାସ୍ତ୍ର ସେ ସମୟରେ ପଶୁ ଚିକିତ୍ସା ଦିଗରେ ଯଥେଷ୍ଟ ସହାୟକ ହୋଇଥିଲା। ପାତନ ପଦ୍ଧତି ଏବଂ ରୋଗ ସଂକ୍ରମଣ ନିବାରକ ନାଗାର୍ଜୁନଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା ଯାହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଣିଥିଲା ବୈପ୍ଳବିକ ପରିବର୍ତ୍ତନ। ନେକ୍ସଟ ଧର୍ମ ମହାପାତ୍ର ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ କଣ ନା କଳିଙ୍ଗ ଯୁଦ୍ଧର ବିଭୀଷିକା ଅଶୋକଙ୍କ ହୃଦୟରେ ଗଭୀର ରେଖାପାତ କରିଥିଲା ଏବଂ ବୌଦ୍ଧ ଧର୍ମର ଅହିଂସା ଓ କରୁଣା ପ୍ରତି ସେ ଆକୃଷ୍ଟ ହୋଇଥିଲା। ବୌଦ୍ଧ ଧର୍ମର ପ୍ରସାରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅଶୋକ ପ୍ରଜାମାନଙ୍କର ନୈତିକ ତଥା ଆଧ୍ୟାତ୍ମିକ ଉନ୍ନତି ପାଇଁ ସର୍ବଦା ତତ୍ପର ଥିଲେ। ଶେଷରେ ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଅଶୋକ ଧର୍ମ ମହାପାତ୍ର ନାମକ ଏକ କର୍ମଚାରୀ ଗୋଷ୍ଠୀ ନିଯୁକ୍ତ କରିଥିଲେ। ଜନସାଧାରଣ ମଧ୍ୟରେ ଧର୍ମଭାବ ଜାଗ୍ରତ କରିବା ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏତଦ୍ ବ୍ୟତୀତ ଦରିଦ୍ର ଅବହେଳିତ ଜନସାଧାରଣଙ୍କ ବୌଦ୍ଧିକ ଅର୍ଥନୈତିକ ବିକାଶ ପାଇଁ ଧର୍ମ ମହାପାତ୍ର ନିଜକୁ ନିୟୋଜିତ କରୁଥିଲେ। ତାପରେ ଆସିଲା କଣ
ତୁରକାନ ଇ ଚିଘଲଗାନି ଦିଲ୍ଲୀର ସୁଲତାନ ହେବା ପରେ ଇଲତୁତ୍ମିଶ ଶାସନକୁ ସୁଦୃଢ଼ କରିବା ପାଇଁ 40 ଜଣ ସୁଯୋଗ୍ୟ କ୍ରୀତଦାସଙ୍କୁ ଶିକ୍ଷା ତାଲିମ ଦେଇ ଉଚ୍ଚ ଅଧିକାରୀମାନେ ନିଯୁକ୍ତି ଦେଇଥିଲେ। ସେମାନେ 40 ବାହିନୀ ବା ତୁର୍କାନ ଇ ଚିହଲଗାନି ନାମରେ କଥିତ ହେଲେ। ପ୍ରତ୍ୟେକ ଥିଲେ ଇଲତୁତ୍ମିଶଙ୍କର ଜଣେ ଜଣେ ବିଶ୍ୱସ୍ତ ଦାସ ଏବଂ ସେମାନଙ୍କ ମାଧ୍ୟମରେ ସେ ଶାସନ ନିୟନ୍ତ୍ରଣ କରୁଥିଲେ। ଏହି 40 ବାହିନୀ ଭିତରେ ତୁର୍କ, ଆଫଗାନି, ଭାରତୀୟ ଓ ଆବିଶେଷନୀୟ ଗୋଷ୍ଠୀର ଦାସମାନେ ମଧ୍ୟ ଥିଲେ। ମୋଗଲ ଯୁଗରେ ମାନସବାଦୀର ବ୍ୟବସ୍ଥା କିପରି ଥିଲା ନା ମୋଗଲ ଶାସନ ସମୟରେ ସାମାଜିକ ତଥା ଅମଲତାନ୍ତ୍ରିକ ବ୍ୟବସ୍ଥାର ଦେଶର ସାମାଜିକ କାର୍ଯ୍ୟ ପରିଚାଳନା କରୁଥିଲେ ମନସବାଦରମାନେ। ସେମାନଙ୍କୁ ଭିନ୍ନ ଭିନ୍ନ ଜାତି ଧର୍ମରୁ ଚୟନ କରି ନିଯୁକ୍ତି ଦେଉଥିଲେ ମୋଗଲ ସମ୍ରାଟ। ମୋଗଲ ଶାସନକାଳ ଏକ ଦୃଢ଼ ସ୍ତମ୍ଭ ମନସବାଦୀର ତୁର୍କ, ଆରବ, ଆଫଗାନ, ରୁଷିଆ, ରାଜପୁତ, ମରହଟ୍ଟା ଗୋଷ୍ଠୀରୁ ନିଯୁକ୍ତି ହେଉଥିଲେ। ସେମାନଙ୍କ କାର୍ଯ୍ୟ ସେବା ବଦଳରେ ନଗଦୀ ବା ମୁଦ୍ରା ଅଧିକାଂଶ ସ୍ଥଳରେ ଜାଗିର ବା ନିର୍ଦ୍ଦିଷ୍ଟ ଜମିର ଖଜଣା ଆଦାୟ ଓ ଉପରିଭାଗର ଅଧିକାର ଦିଆଯାଉଥିଲା। ସମାଜରେ ଏମାନଙ୍କ ସ୍ଥାନ ଶୀର୍ଷରେ କିନ୍ତୁ ସମ୍ରାଟଙ୍କ ତଳେ ଥିଲା। ସାରିଆତ କଣ ନା ସାରିଆତ ହେଉଛି ମହମ୍ମଦକୁ ପ୍ରଦାନ କରାଯାଉଥିବା ଈଶ୍ୱରଙ୍କର ମୁଖ ନିଃସୃତ ବାଣୀ। ସାରିଆତ ନିର୍ଦ୍ଦେଶ ଅନୁଯାୟୀ ସୁଲତାନମାନେ କଣ ନା ରାଜ୍ୟ ଶାସନ କରୁଥିଲେ। ସେ ସମୟରେ ହିନ୍ଦୁମାନେ ଜିଜିଆ କର ଦେଉଥିଲେ। ସାରିଆତ ଅନୁଯାୟୀ ସୁଲତାନ 5 ଗୋଟି ଉତ୍ସର ଆୟ କରୁଥିଲେ। ସେଗୁଡ଼ିକ କଣ ନା ଉସର, ଖାରାଜ, ଖାମ, ଯାଜକ, ଜିଜିଆ। ତ ଆଲବନଙ୍କ ସମୟରେ ଭାରତ ଜାତି ପ୍ରଥା କିପରି ଥିଲା ପିଲାମାନେ ଦେଖ। ତାପରେ ତମର ଆସିଲା ଡେଲହାଉସଙ୍କ ଡାକ ବ୍ୟବସ୍ଥାର ସମ୍ପର୍କ। ତାପରେ ବୀର ସୁନ୍ଦର ଟିକେ ତାପରେ ପିଲାମାନେ ଆସିଲା କଣ ନା ବୀର ସୁରେନ୍ଦ୍ର ସାଏ। ଦେଖ ବୀର ସୁରେନ୍ଦ୍ର ସାଏ। ତାପରେ ଚୌରୀ ଚୌରା ଘଟଣା କଣ ଆସିଲା। ତାପରେ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ସମ୍ବାଦପତ୍ର ସମାଜ ଆସିଲା। ତାପରେ ଲଟେରୀ କମିଟି କେବେ କେଉଁଠି ଗଠନ କରାଯାଇଥିଲା, ଏହାର ଉଦ୍ଦେଶ୍ୟ କଣ। ତାପରେ ଗ୍ରୁପ ସି ଗୁପ୍ତ ଯୁଗର ସାହିତ୍ୟ ସମ୍ପର୍କରେ ଲେଖ। ଅଶୋକଙ୍କ କଳିଙ୍ଗ ଯୁଦ୍ଧର ଫଳାଫଳ। ତ ଏଇ ସବୁ ବିଷୟ ତମେ ତ 3 ମାର୍କିଆ ତମେ ଲେଖିନବ ପିଲାମାନେ, ବହୁତ ଗୁରୁତ୍ୱପୂର୍ଣ୍ଣ 3 ମାର୍କିଆ ବି। ତ 3 ମାର୍କିଆ ତ ଯୋଉ ମୂଳର ପଢିନ ସେଥିପାଇଁ 2 ମାର୍କିଆ 3 ମାର୍କିଆ ସେଟ୍ରୁ ତମେ ପଢିନିଅ। ତ ପିଲାମାନେ ଭିଡ଼ିଓଟି ଭଲ ଲାଗିଥିଲେ ସମସ୍ତେ ଲାଇକ୍ ସେୟାର ସବସ୍କ୍ରାଇବ କରିଦବ ପିଲାମାନେ। ତ ପଢ ଆଉ ବୁଲାବୁଲି ନ କରି ପିଲାମାନେ ଦେଖ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍ ଏବଂ 3 ମାର୍କିଆ ଏତିକି ଲେଖିବାକୁ ପଡିବ। ତ ରହୁଛି ଧନ୍ୟବାଦ, ଜୟ ଜଗନ୍ନାଥ।